ଆଜିର ଏହି ଗଭୀର ଆଲୋଚନାକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ନମସ୍କାର ଏବଂ ସମସ୍ତଙ୍କୁ ସ୍ୱାଗତ। ଆଜି ହେଉଛି 24 ଫେବୃଆରୀ 2026 ଆଉ ଆଜି ଆମ ପାଖରେ ଏମିତି କିଛି ରିପୋର୍ଟସ୍ ଆଉ ତଥ୍ୟ ଅଛି ଯାହାକୁ ଆଲୋଚନା କରିବାକୁ ମୁଁ ବହୁତ ଏକ୍ସାଇଟେଡ୍ ଅଛି। ହଁ, ପ୍ରକୃତରେ ଆଜିର ସୋର୍ସଗୁଡ଼ିକରେ ବହୁତ ଭେରାଇଟି ଅଛି। ଗୋଟେ ପଟେ ଅନ୍ତର୍ଜାତୀୟ ରାଜନୀତି, ଆଉ ଅନ୍ୟପଟେ ଆମର ଟେକ୍ନୋଲୋଜି, ମହାକାଶ, ବିଜ୍ଞାନ ଏକଦମ, ଆଉ ତା ସହିତ ଆମ ଓଡ଼ିଶାର ବଜେଟ୍ ଏବଂ ଇଭେନ୍ ଆମର ଦୈନନ୍ଦିନ ଲାଇଫ୍ର ସାଇକୋଲୋଜି ବିଷୟରେ ବି ଅନେକ କିଛି ଅଛି। ଆମର ଉଦ୍ଦେଶ୍ୟ ହେଉଛି ଏ ସବୁ ଜଟିଳ ଖବରକୁ ଏକାଠି କରି ଗୋଟେ ସିମ୍ପଲ୍ ଆଉ କ୍ଲିୟର ପିକ୍ଚର ଦେବା, ଯାହାଦ୍ୱାରା ଶ୍ରୋତାମାନଙ୍କୁ କମ୍ ସମୟରେ ବେଶୀ ଇନଫର୍ମେସନ୍ ମିଳିପାରିବ। ହଁ, ଖାଲି ଇନଫର୍ମେସନ୍ ନୁହେଁ, ତାର ପ୍ରକୃତ ମୂଲ୍ୟ କ'ଣ ସେଟା ଆମେ ବୁଝିବା। ହଁ, ଠିକ୍ ଅଛି। ଆସନ୍ତୁ ଏହାକୁ ଖୋଲିବା ଏବଂ ବୁଝିବା। ସର୍ବପ୍ରଥମେ ଗ୍ଲୋବାଲ ପଲିଟିକ୍ସରୁ ଆରମ୍ଭ କରିବା। ଆଚ୍ଛା। ଆଜିର ତାରିଖଟା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ୟୁକ୍ରେନ ଉପରେ ହୋଇଥିବା ରୁଷିଆ ଆକ୍ରମଣକୁ ଆଜି 4 ବର୍ଷ ପୂରିଲା। ହଁ, ଆଉ ଏଇ ଚତୁର୍ଥ ବାର୍ଷିକୀ ପୂର୍ବରୁ ସେଠି ଆବାସିକ ଅଞ୍ଚଳ ଏବଂ ପାୱାର ଗ୍ରିଡ୍ ଉପରେ ବହୁତ ମିସାଇଲ ଆଉ ଡ୍ରୋନ୍ ଆଟାକ୍ ହେଇଥିବାର ରିପୋର୍ଟ ଆସିଛି। କିନ୍ତୁ ଏହାରି ଭିତରେ ୟୁରୋପରେ କିଛି କୂଟନୈତିକ ଡେଭଲପମେଣ୍ଟସ୍ ବି ହେଉଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ୍ ଆଉ ଫିନଲାଣ୍ଡର ଲିଡର ଆଲେକ୍ଜାଣ୍ଡର ଷ୍ଟବ୍ଙ୍କ ଭିତରେ କଥାବାର୍ତ୍ତା ହେଇଛି। ହଁ, ଆଉ ସେଠି ମ୍ୟାକ୍ରୋନ୍ କହିଛନ୍ତି ଯେ ୟୁକ୍ରେନ ପ୍ରତି ତାଙ୍କର ସମର୍ଥନ ପୁରା ଅତୁଟ ରହିବ। କିନ୍ତୁ ଷ୍ଟବ୍ଙ୍କ କଥାଟା ଟିକେ ଅଲଗା ଥିଲା ନା। ପ୍ରକୃତରେ ସେଇଟା ହିଁ ସବୁଠୁ ବଡ଼ ପଏଣ୍ଟ। ସେ ସ୍ପଷ୍ଟ କରିଦେଲେ ଯେ ଆମେ ଏବେ ଗୋଟେ ଫ୍ରୋଜନ୍ କନଫ୍ଲିକ୍ଟ ଆଡ଼କୁ ଯାଉଛୁ, କାରଣ କେହି ବି ସମ୍ପୂର୍ଣ୍ଣ ଜିତୁ ନାହାନ୍ତି କି ହାରୁ ନାହାନ୍ତି। ଆଉ ୟୁରୋପିଆନ୍ ୟୁନିୟନ ଭିତରେ ବି ତ ଫାଟ ଦେଖାଦେଲାଣି। ଆମ ସୋର୍ସ କହୁଛି ଯେ ହଙ୍ଗେରୀ ବିରୋଧରେ ରାଜନୈତିକ ସାବୋଟେଜ୍ ବା ଷଡ଼ଯନ୍ତ୍ରର ଅଭିଯୋଗ ଆସୁଛି। ହଁ, ଅନ୍ୟ ଦେଶମାନେ ଭାବୁଛନ୍ତି ହଙ୍ଗେରୀ ସେମାନଙ୍କର ୟୁକ୍ରେନ ପଲିସିକୁ ଦୁର୍ବଳ କରୁଛି। ଅବଶ୍ୟ ଏଠି ମୁଁ ଶ୍ରୋତାମାନଙ୍କୁ କହି ରଖେ, ଆମେ ଏଠି କୌଣସି ପଲିଟିକାଲ ସାଇଡ୍ ନେଉନାହୁଁ। ଆମେ କେବଳ ଉତ୍ସରେ ଥିବା ତଥ୍ୟକୁ ନିରପେକ୍ଷ ଭାବେ ରଖୁଛୁ। ବିଲକୁଲ, ଆମ କାମ କେବଳ ଫ୍ୟାକ୍ଟସ୍ ବିଶ୍ଳେଷଣ କରିବା। ଆଉ ଗୋଟେ ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ହେଲା, ୟୁକ୍ରେନର ଆଭ୍ୟନ୍ତରୀଣ ରାଜନୀତି ସେମାନଙ୍କର ରାଷ୍ଟ୍ରଦୂତ ଭାଲେରୀ ଜାଲୁଜନି ବୋଧହୁଏ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଲଢ଼େଇବେ। ହଁ, ସେ ସମ୍ଭାବନାକୁ ଏଡ଼ାଇ ଦେଇନାହାନ୍ତି। ଆଉ ଏସବୁ ଭିତରେ ଆମେରିକାରୁ ବି ଗୋଟେ ବଡ଼ ଅର୍ଥନୈତିକ ଖବର ଅଛି। ସେଇ ସୁପ୍ରିମକୋର୍ଟଙ୍କ ରାୟ କଥା କହୁଛନ୍ତି ତ, ଯୋଉଥିରେ ସେମାନେ ଟ୍ରମ୍ପ ଆଡମିନିଷ୍ଟ୍ରେସନର କିଛି ପ୍ରମୁଖ ଟ୍ୟାରିଫ ବା ଶୁଳ୍କ ନୀତିକୁ ଖାରଜ କରିଦେଲେ। ଏକଦମ ଠିକ୍। କିନ୍ତୁ ଆସନ୍ତୁ ଏହାକୁ ଗୋଟେ ବଡ଼ ଦୃଷ୍ଟିକୋଣରୁ ଦେଖିବା। ଅର୍ଥନୀତି କେମିତି କୂଟନୀତିକୁ କଣ୍ଟ୍ରୋଲ କରେ, ତାର ଗୋଟେ ଚମତ୍କାର ଉଦାହରଣ ଆମ ସୋର୍ସରେ ଅଛି। କୋଉଟା? ସେ ବ୍ରାଜିଲ ପ୍ରେସିଡେଣ୍ଟଙ୍କ କଥା। ହଁ, ଲୁଲା ଡି ସିଲଭା ଯେତେବେଳେ 2005ରେ ଭାରତ ଆସିଥିଲେ, ଆପଣଙ୍କର ମନେ ଥିବ। ସେତେବେଳେ ମନମୋହନ ସିଂ ଆମର ପ୍ରଧାନମନ୍ତ୍ରୀ ଥିଲେ। ହଁ, ଆଉ ଲୁଲା ନିଜେ ସ୍ୱୀକାର କରିଛନ୍ତି ଯେ ଭାରତ ହିଁ ତାଙ୍କୁ ସବୁଠୁ ବଡ଼ ଫାଇନାନ୍ସିଆଲ ଲେସନ୍ ଦେଇଥିଲା। ସେତେବେଳେ ଭାରତ ପାଖରେ $100 ବିଲିୟନ ଫରେକ୍ସ ରିଜର୍ଭ ବା ବିଦେଶୀ ମୁଦ୍ରା ଭଣ୍ଡାର ଥିଲା। ନିଜସ୍ୱ ସେଭିଂସ୍ ଥିଲେ, ଆଉ IMF ପାଖରେ ହାତ ପାତିବାକୁ ପଡ଼ିବନି। ପ୍ରକୃତରେ ସେଇଆ। ଲୁଲା ବୁଝିଗଲେ ଯେ IMF ଉପରେ ନିର୍ଭର କରିବା ନିଜର ସାର୍ବଭୌମତ୍ୱ ସାଲିସ କରିବା। ସେ ବ୍ରାଜିଲ ଫେରିଲେ ଆଉ ନିଜ ଦେଶର ରିଜର୍ଭକୁ $360 ବିଲିୟନରେ ପହଞ୍ଚାଇଦେଲେ। ବାପରେ, 100ରୁ ସିଧା 360 ବିଲିୟନ। ହଁ, ଆଉ ତାର ରେଜଲ୍ଟ ଦେଖନ୍ତୁ। ବ୍ରାଜିଲ ଏବେ IMFଠୁ ଋଣ ଆଣିବା ବଦଳରେ ଅନ୍ୟ ଦେଶକୁ ଋଣ ଦେବା ସ୍ଥିତିରେ ଅଛି। ଏଇଠୁ ଜଣାପଡ଼ୁଛି ଯେ ଆର୍ଥିକ ସ୍ୱାଧୀନତା ହିଁ ପ୍ରକୃତ ଜାତୀୟ ସୁରକ୍ଷାର ମୂଳଦୁଆ। ଆଉ ଜାତୀୟ ସୁରକ୍ଷା କଥା ଉଠିଲେ ଆମକୁ ମହାକାଶ ଆଉ ପ୍ରତିରକ୍ଷା ଆଡ଼କୁ ବି ଯିବାକୁ ପଡ଼ିବ। ହଁ, କାରଣ ଆଜିକାଲି ତ ୱାରଫେୟାର ପୁରା ବଦଳିଗଲାଣି। ଏକଦମ। ଆଜି ଅର୍ଥାତ୍ 24 ଫେବୃଆରୀରୁ ନୂଆଦିଲ୍ଲୀର ମାନେକ୍‌ଶା ସେଣ୍ଟରରେ ଡେଫ୍ସାଇଟ୍ 2026 ସମ୍ମିଳନୀ ଆରମ୍ଭ ହେଉଛି, ଯାହାର ଥିମ୍ ହେଉଛି ଜାତୀୟ ସୁରକ୍ଷାର କେନ୍ଦ୍ରରେ ମହାକାଶ। ଆଉ ଏଥିରେ ଗୋଟେ ଖାସ୍ ଜିନିଷ ହେଉଛି ଇଣ୍ଡୋସ୍ପେସ୍ ୱାର୍ ଗେମ୍ 4ର ଆୟୋଜନ ହେଉଛି। ସେ ତ କ'ଣ ଗୋଟେ ଟେବୁଲ ଟପ୍ ଏକ୍ସରସାଇଜ୍ ନା? ହଁ, ଠିକ୍ ଚେସ୍ ଖେଳିଲା ପରି ବିଶେଷଜ୍ଞମାନେ ବସି ଗୋଟେ କାଳ୍ପନିକ ସିଚୁଏସନ୍ କ୍ରିଏଟ୍ କରିବେ, ଯେମିତିକି ଯଦି ଶତ୍ରୁ ଆମ ସ୍ୟାଟେଲାଇଟ୍ ନଷ୍ଟ କରିଦିଏ, ଆମେ କେମିତି ରିଆକ୍ଟ କରିବା। ବାଃ, ଏଇ ଷ୍ଟ୍ରାଟେଜି ଡେଭଲପମେଣ୍ଟ ବହୁତ ଜରୁରୀ।
ଆଉ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଗୋଟେ ବଡ଼ ଡେଭଲପମେଣ୍ଟ ହେଉଛି ମିସାଇଲ୍ ଟେକ୍ନୋଲୋଜିରେ ଆମେ ଶୁଣିବାକୁ ପାଉଛୁ ଇସ୍ରାଏଲର ଗୋଟେ ମିସାଇଲ୍ ଅଛି ସ୍କାଏ ଷ୍ଟିଙ୍ଗ। ହଁ, ସ୍କାଏ ଷ୍ଟିଙ୍ଗ, ଯାହାର ରେଞ୍ଜ ପ୍ରାୟ 250 କିଲୋମିଟର। ଆଉ ସବୁଠୁ ବଡ଼ କଥା ହେଲା ତାର ଓଜନ ବହୁତ କମ୍, ମାତ୍ର 180ରୁ 200 କେଜି ଭିତରେ। ଆଉ ସେଥିପାଇଁ ହିଁ ତାକୁ ଭାରତର ତେଜସ୍ MK-1A ଫାଇଟର ଜେଟ୍ରେ ଲଗାଇବା ପାଇଁ ପ୍ଲାନ୍ ଚାଲିଛି, କାରଣ ତେଜସ୍ ତ ଗୋଟେ ଲାଇଟ୍ ୱେଟ୍ ଏୟାରକ୍ରାଫ୍ଟ। ବିଲକୁଲ। ଆଉ ଏଇ ମିସାଇଲକୁ ଭାରତର ନିଜସ୍ୱ ଅସ୍ତ୍ର MK2 ସହ ତୁଳନା କରାଯାଉଛି, କିନ୍ତୁ ଅସ୍ତ୍ର MK2 ଏବେ ବି ଡେଭଲପମେଣ୍ଟ ଷ୍ଟେଜରେ ଅଛି। ତେଣୁ ଗ୍ୟାପ୍ ଫିଲ୍ କରିବା ପାଇଁ ସ୍କାଏ ଷ୍ଟିଙ୍ଗ ଗୋଟେ ଭଲ ଅପସନ୍। ଆଉ ଇସ୍ରାଏଲ ରାଡାର ସହ ତାର ସିଙ୍କ୍ ବି ଭଲ ହେବ। ଖୁବ୍ ସୁନ୍ଦର ବିଶ୍ଳେଷଣ। କିନ୍ତୁ ଏସବୁ ଅତ୍ୟାଧୁନିକ ଟେକ୍ନୋଲୋଜି କଥା କହିଲା ବେଳେ ଏଠାରେ ବିଷୟଟି ପ୍ରକୃତରେ ବହୁତ ରୋଚକ ହୋଇଯାଏ ଯେତେବେଳେ ଆମେ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ଉଠାଉ। ଆଜିକାଲି ତ AI ବିନା କୌଣସି ଆଲୋଚନା ଅସମ୍ପୂର୍ଣ୍ଣ। ସତରେ, କିନ୍ତୁ ଆମେ ଭାବୁ AI ବୋଧେ ଏଇ 2-3 ବର୍ଷର ଉଦ୍ଭାବନ, କିନ୍ତୁ ଆମ ସୋର୍ସ କହୁଛି ଏହାର ମୂଳ ଥିଲା 1943 ମସିହାରେ। ହଁ, ସେ ମ୍ୟାକୁଲୋଜ୍ ପିଟ୍ସ ନ୍ୟୁରନ୍ କଥା କହୁଛନ୍ତି ନା, ଗୋଟେ ଗାଣିତିକ ମଡେଲ। ଏକଦମ ସେଇଟା ହିଁ ବେସ୍ ଥିଲା। ଆଉ ଆଜି ଦେଖନ୍ତୁ ଏନ୍ଭିଡିଆର ଟେନ୍ସର କୋର୍ସ କେମିତି କାମ କରୁଛି, ମାଇକ୍ରୋସଫ୍ଟ କୋପାଇଲଟ୍ରେ ପ୍ରମେଥିୟସ୍ ମଡେଲ କେମିତି କାମ କରୁଛି। ଟେନ୍ସର କୋର୍ସ ମାନେ ହେଲା ସେ ଏକା ସାଙ୍ଗରେ ହଜାର ହଜାର ହିସାବ କରିପାରେ, ଯାହା ସାଧାରଣ ପ୍ରୋସେସର କରିପାରିବନି। ଆଉ ପ୍ରମେଥିୟସ୍ ସିଷ୍ଟମ AIକୁ ଭୁଲ ତଥ୍ୟ ଦେବାର ଅଟକାଏ, ସିଧା ଇଣ୍ଟରନେଟ୍ ସର୍ଚ୍ଚ ସହ ଯୋଡ଼ିହେ। କିନ୍ତୁ ଟେକ୍ନୋଲୋଜି ଯେତେ ଆଡଭାନ୍ସ ହେଲେ ବି ଆମ ରିପୋର୍ଟରେ ଗୋଟେ ବଡ଼ ଚେତାବନୀ ଅଛି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ AIର ବ୍ୟବହାରକୁ ନେଇ ନୈତିକ AI ବା ଏଥିକାଲ AI ଦରକାର। ଏଇଟା ବହୁତ ସିରିୟସ୍ ଇସ୍ୟୁ। ଭାରତ ପରି ଦେଶରେ ଯଦି AIକୁ କେବଳ ସହରର ବା ଧନୀ ଲୋକଙ୍କ ସ୍ୱାସ୍ଥ୍ୟ ତଥ୍ୟ ଉପରେ ଟ୍ରେନିଂ ଦିଆଯିବ, ତେବେ ଗାଁ ଗହଳିର ରୋଗୀଙ୍କ ପାଇଁ ଏହା ଠିକ୍ କାମ କରିବନି, ଡିଭାଇଡ୍ ବଢ଼ିଯିବ। ଆଉ ତା ଭିତରେ ମେଡିକାଲ ରିସର୍ଚ୍ଚ ବି ବଢ଼ୁଛି। ବ୍ରିଟେନରେ ଏବେ ଡାକ୍ତରୀ ଉପକରଣର କ୍ଲିନିକାଲ ପରୀକ୍ଷଣ 17% ବଢ଼ିଛି ବୋଲି ଡାଟା ଆସିଛି। ସେଟା ଗୋଟେ ପଜିଟିଭ୍ ସାଇନ୍ ନିଶ୍ଚୟ। ହଁ, ଆଉ ବ୍ରିଟେନ କଥା ପଡ଼ିଛି ଯେତେବେଳେ ସେଠିକାର ଆଉ ଗୋଟେ ବ୍ୟବସ୍ଥା ଉପରେ ନଜର ପକାଇବା। ତାଙ୍କର ଆଇନ ବ୍ୟବସ୍ଥାରେ ଏବେ ଗୋଟେ ବଡ଼ ଚେଞ୍ଜ ଆସିବାକୁ ଯାଉଛି। ସେଠି ଏବେ 1 ଲକ୍ଷରୁ କମ୍ କେସ୍ ବାକି ଅଛି। ତଥାପି ସେମାନେ ମାଇନର କ୍ରାଇମ୍ ପାଇଁ ଜୁରି ସିଷ୍ଟମ ହଟାଇ କେବଳ ଜଜ୍ମାନଙ୍କ ଦ୍ୱାରା ବିଚାର କରିବାକୁ ପ୍ଲାନ୍ କରୁଛନ୍ତି। ଏଇଠି ହିଁ ଭାରତ ସହ ତାର ତୁଳନା କରିବା ଦରକାର। ଭାବନ୍ତୁ, ତାଙ୍କର 1 ଲକ୍ଷରୁ କମ୍ ବ୍ୟାକ୍‌ଲଗ୍ ଅଛି, ଆଉ ଆମର ଏଠି କୋଟି କୋଟି ମାମଲା ପଡ଼ି ରହିଛି। ତଥାପି ଆମର ବିଚାର ପ୍ରକ୍ରିୟା ବହୁତ ଧୀର। କାରଣ ଆମର ମୁଖ୍ୟ ସମସ୍ୟା ହେଉଛି ମାନବ ସମ୍ବଳର ଅଭାବ। ମାନେ ଆମ ପାଖରେ ଯଥେଷ୍ଟ ଜଜ୍ ଏବଂ ଷ୍ଟାଫ୍ ନାହାନ୍ତି, କିନ୍ତୁ ବ୍ରିଟେନର ସମସ୍ୟା ହେଉଛି ଅର୍ଥ ଏବଂ କ୍ଷମତାର ଅଭାବ। ବୁଝିଲି, ସମସ୍ୟା ଅଲଗା, ତେଣୁ ସମାଧାନ ବି ଅଲଗା ଦରକାର। ଯେମିତି ସମ୍ବଳର କଥା ଉଠିଲେ ପ୍ରଶାସନିକ ବଜେଟ୍ କଥା ଆସେ। ତେବେ ଆସନ୍ତୁ ସିଧା ଆମ ରାଜ୍ୟ ଓଡ଼ିଶାର ବଜେଟ୍ ଉପରେ ଫୋକସ୍ କରିବା। ହଁ, ଏଥରର ବଜେଟ୍ ତ ବହୁତ ବଡ଼। ପ୍ରାୟ 3,10,000 କୋଟି ଟଙ୍କାର ବଜେଟ୍ 2026-27 ଆର୍ଥିକ ବର୍ଷ ପାଇଁ ଉପସ୍ଥାପନା ହେଇଛି। ଆଉ ଏହାର ଟାର୍ଗେଟ୍ ବି ବହୁତ କ୍ଲିୟର ରଖାଯାଇଛି ଯେ 2036 ସୁଦ୍ଧା, ମାନେ ଯେବେ ଓଡ଼ିଶା ଗଠନର 100 ବର୍ଷ ପୂରିବ, ସେତେବେଳକୁ ଓଡ଼ିଶା ଦେଶର ଟପ୍ 5 ଷ୍ଟେଟ୍ ଭିତରେ ଥିବ ଆଉ ଦାରିଦ୍ର୍ୟ ହାର ମାତ୍ର 5%କୁ ଆସିଯାଇଥିବ। ଏହା ଗୋଟେ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ। ଆଉ ଯଦି ଆମେ ଆଲୋକେସନ୍ ଦେଖିବା, କୃଷି ପାଇଁ ପ୍ରାୟ 70,000 କୋଟି ଟଙ୍କା ରଖାଯାଇଛି, ଯାହାକି ମୋଟ GSDPର 23%। ଏକଦମ। ମାନେ ଆମର ଫୋକସ୍ ଏବେ ବି ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଅଛି। ତା ସହିତ ଅର୍ବାନ ମୋବିଲିଟି ବା ସହରାଞ୍ଚଳ ଯୋଗାଯୋଗ ପାଇଁ 421 କୋଟି ଟଙ୍କା ଦିଆଯାଇଛି। କିନ୍ତୁ ଆଉ ଗୋଟେ ଦିଗ ବି ଅଛି ନା, ମାନେ ଆମର କେନ୍ଦ୍ରୀୟ ଅନୁଦାନ ଟିକେ କମିଛି ବୋଧେ। 41,592 କୋଟିରୁ କମି 40,040 କୋଟି ହେଇଯାଇଛି। ହଁ, ଆଉ ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ରାଜ୍ୟର ଋଣଭାର ବଢ଼ିଛି। ଏବେ ତାହା 57,800 କୋଟିକୁ ଛୁଇଁଲାଣି। ତମାନେ ଆମକୁ ନାଜସ୍ୱ ଆଦାୟ ବଢ଼ାଇବାକୁ ପଡ଼ିବ। ଏହାଛଡ଼ା ଓଡ଼ିଶାର କିଛି ଇଭେଣ୍ଟସର ଖବର ବି ଅଛି। ଭୁବନେଶ୍ୱରରେ ବ୍ଲାକ୍ ସ୍ୱାନ୍ ସମିଟ୍ 2026 ହେଉଛି ଯୁବକମାନଙ୍କର ନିଯୁକ୍ତି ସୁଯୋଗ ପାଇଁ। ଆଉ ଆସାମର ଗୁଆହାଟୀରେ ଓଡ଼ିଶା ପର୍ବ 2026 ଆୟୋଜିତ ହେଉଛି, ଯାହା ଆମ ସଂସ୍କୃତିକୁ ବାହାରେ ପରିଚିତ କରାଇବ। ହଁ, ଆଉ ଗଣମାଧ୍ୟମ କ୍ଷେତ୍ରରେ ବି ଗୋଟେ ଖୁସି ଖବର ଅଛି। ଜାତୀୟ ଚେତନା ପତ୍ରିକାର ସମ୍ପାଦକ ତପନ ବିହାରୀ ଭଞ୍ଜଙ୍କୁ ନୂଆଦିଲ୍ଲୀରେ ଶ୍ରେଷ୍ଠ ଓଡ଼ିଆ ସାମ୍ବାଦିକ ସମ୍ମାନ ମିଳିଛି। ବହୁତ ଗର୍ବର ବିଷୟ। ଆଚ୍ଛା, ଟିକେ ୱେଦର ଅପଡେଟ୍ ବି ଦେଇଦିଏ ଆମ ଶ୍ରୋତାମାନଙ୍କୁ। ଆଜି ଆଉ କାଲି, ମାନେ 23-24 ତାରିଖରେ ସୁନ୍ଦରଗଡ଼, ମାଲକାନଗିରି ଆଡ଼େ ଟିକେ ହାଲୁକା ବର୍ଷା ସମ୍ଭାବନା ଅଛି। କିନ୍ତୁ 25 ତାରିଖରୁ ତାପମାତ୍ରା ବଢ଼ିବ।
ମାନେ ଖରା ହେବ। ତାହେଲେ ଗ୍ରୀଷ୍ମ ଋତୁର ପ୍ରଭାବ ଆରମ୍ଭ ହେଇଗଲାଣି। ଏକଦମ। ଏବେ ଆସନ୍ତୁ ଆମ ଆଲୋଚନାର ଶେଷ ଭାଗକୁ ଯିବା, ଯୋଉଠି ଆମେ ଆମର ବ୍ୟକ୍ତିଗତ ଅଭ୍ୟାସ ଆଉ ସାଇକୋଲୋଜି ବିଷୟରେ କଥା ହେବା। ଆପଣ କେବେ ଏମିତି କାହାକୁ ମେସେଜ କରିଛନ୍ତି ଯିଏ ଲମ୍ବା ମେସେଜର ଉତ୍ତର ଖାଲି ହଁ କିମ୍ବା ଗୋଟେ ସ୍ମାଇଲି ଦେଇ ସାରିଦିଏ? ଆରେ ହଁ, ଏମିତି ଲୋକ ତ ସବୁଠି ଅଛନ୍ତି। ଆଉ ଆଜିକାଲି ଇଣ୍ଟରନେଟ୍ ଭାଷାରେ ତାଙ୍କୁ ଡ୍ରାଏ ଟେକ୍ଷ୍ଟର କୁହାଯାଉଛି। ମାନେ ସେମାନଙ୍କର କଥା ଆଗେଇ ନେବାର କୌଣସି ଆଗ୍ରହ ନଥାଏ। ସେଇଟା ବହୁତ ବିରକ୍ତିକର ଲାଗେ, କାରଣ ଏହା ଗୋଟେ ଏକତରଫା ସମ୍ପର୍କ ଭଳି ଫିଲ୍ କରାଏ। ମନୋବିଜ୍ଞାନ ବି କହୁଛି ଯେ ଏହା ଅନ୍ୟ ଲୋକ ଉପରେ ବହୁତ ନେଗେଟିଭ୍ ଇମ୍ପାକ୍ଟ ପକାଏ। କେବଳ ପର୍ସନାଲ ଲାଇଫ୍ ନୁହେଁ, କର୍ମକ୍ଷେତ୍ରରେ ବି ଆମର ମାଇଣ୍ଡସେଟ୍ ଟିକେ ବଦଳିବା ଦରକାର। ଅନେକ ଲୋକ ଭାବନ୍ତି ଅଫିସରେ ଖାଲି ବିଜି ରହିବା ମାନେ ବହୁତ ଭ୍ୟାଲୁଏବଲ୍ ହେବା। ସେଇଟା ଗୋଟେ ମିଥ୍ ନା? ଏକଦମ ମିଥ୍। ଆମ ସୋର୍ସ ସ୍ପଷ୍ଟ କହୁଛି ଯେ ବିଜି ଡଜଣ୍ଟ ମିନ୍ ଭ୍ୟାଲୁଏବଲ୍। ଆପଣ କେତେ ଘଣ୍ଟା ଅଫିସରେ ବସୁଛନ୍ତି ସେଟା କେହି ଦେଖନ୍ତିନି। କମ୍ପାନୀ ଦେଖେ ଆପଣଙ୍କର ଇମ୍ପାକ୍ଟ କ'ଣ ଆଉ ଆପଣଙ୍କର ଫ୍ୟୁଚର ପୋଟେନ୍ସିଆଲ କ'ଣ ଅଛି। ମାନେ ରିଜଲ୍ଟ ଓରିଏଣ୍ଟେଡ୍ ହେବାକୁ ପଡ଼ିବ, କେବଳ ଦେଖେଇ ହେବା ପାଇଁ ବ୍ୟସ୍ତ ରହିଲେ ହେବନି। ତାହେଲେ ଆଜି ଆମେ କ'ଣ କ'ଣ କଭର କଲେ ଟିକେ ସମରାଇଜ୍ କରିଦେବା। ୟୁକ୍ରେନ୍ ୱାର୍ରୁ ଆରମ୍ଭ କରି ବ୍ରାଜିଲର ଅର୍ଥନୀତି, ଡେଫସାଟ୍ ସମ୍ମିଳନୀ, ଏଆଇର ଇତିହାସ, ବ୍ରିଟେନ୍ ଆଉ ଭାରତର ଆଇନ ବ୍ୟବସ୍ଥାର ତୁଳନା, ଆମ ଓଡ଼ିଶା ବଜେଟ୍ ଆଉ ଲାଷ୍ଟରେ ଡ୍ରାଇ ଟେକ୍ସଟିଂ ଆଉ କ୍ୟାରିୟର ଆଡଭାଇସ୍। ସବୁଗୁଡ଼ିକ ଅଲଗା ଅଲଗା ଟପିକ୍ ଲାଗୁଥିଲେ ବି ଗଭୀର ଭାବରେ ଦେଖିଲେ ଏସବୁ ଆମ ଜୀବନ ଆଉ ଭବିଷ୍ୟତ ସହ କୋଉଠି ନା କୋଉଠି ଇଣ୍ଟରଲିଙ୍କ୍ଡ। ବିଲକୁଲ। ଆଉ ଏହି ସବୁକୁ ଯୋଡ଼ି ମୁଁ ଆଜି ଶ୍ରୋତାମାନଙ୍କ ପାଇଁ ଗୋଟେ ପ୍ରୋଭୋକେଟିଭ୍ ଚିନ୍ତାଧାରା ଛାଡ଼ିଯିବାକୁ ଚାହୁଁଛି। ନିଶ୍ଚୟ, କୁହନ୍ତୁ। ଟିକେ ଭାବନ୍ତୁ, ଗୋଟେ ପଟେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ 1943 ମସିହାରୁ ଚେଷ୍ଟା କରୁଛି ମଣିଷ ପରି ଭାବିବାକୁ, କାମ କରିବାକୁ ଆଉ ସହାନୁଭୂତି ଦେଖାଇବାକୁ। କିନ୍ତୁ ଅନ୍ୟପଟେ ମଣିଷ ନିଜେ ଡ୍ରାଇ ଟେକ୍ସଟିଂ କରି ଅଫିସରେ ବିନା କାରଣରେ ବିଜି ରହି ଯନ୍ତ୍ର ବା ରୋବୋଟ ପରି ଭାବହୀନ ହୋଇଯାଉଛି। ତାହେଲେ ସତରେ କ'ଣ ଘଟୁଛି? ଯନ୍ତ୍ରଗୁଡ଼ିକ ମଣିଷ ପରି ହେଉଛନ୍ତି ନା ମଣିଷମାନେ ଧୀରେ ଧୀରେ ଯନ୍ତ୍ର ପାଲଟି ଯାଉଛନ୍ତି? ବାଃ, ଏହା ସତରେ ଏକ ଚମତ୍କାର ପ୍ରଶ୍ନ। ମଣିଷ ମେସିନ୍ ହେଉଛି ନା ମେସିନ୍ ମଣିଷ ହେଉଛି? ଏହି ଚିନ୍ତାଧାରା ସହ ଆଜିର ଏହି ଗଭୀର ଆଲୋଚନାକୁ ଆମେ ଏଠି ରଖୁଛୁ। ଆଶା କରୁଛୁ ଏପିସୋଡ୍ ଆପଣଙ୍କୁ ଭଲ ଲାଗିଥିବ। ପୁଣି ଦେଖାହବ ଆଉ ଗୋଟେ ନୂଆ ଆଲୋଚନାରେ। ଆଜି ପାଇଁ ବିଦାୟ। ଧନ୍ୟବାଦ।